ଆମେ ପହଞ୍ଚଥିଲୁ ମାର୍ସାଇ ବ୍ଲକ ଅଙ୍ଗୁଳି ପଞ୍ଚାୟତର କୁଳାପଡ଼ା ଗାଁରେ ଯେଉଁଠି ଅଛି ପମ୍ପ ହାଉସ୍। ଯେଉଁ ପମ୍ପ ହାଉସ୍ ଯେଉଁ ପାଣି ଚାଳକ ଯେ ପାଣି ସକାଳୁ ସଞ୍ଜ ଯିଏ ଦିଏ ସେ ଆମକୁ ଆଜି କାହିଁ ଫୋନ୍ କରିକି ଡାକିଛନ୍ତି। ତାଙ୍କ ମତାମତ ନେବା, ସତ୍ୟଟା ସେ ପ୍ରକାଶ କରିବା ଦରକାର, ସତ୍ୟ ହିଁ କହିବେ। ସେ ନେଇକରି ଆମେ ତାଙ୍କ ସହିତ କିଛି ମତେ କଥା ହେବା। ନା କହିବେ? ଆଜ୍ଞା, ମୁଁ କୁଳାପଡ଼ାରୁ ଗଣେଶ୍ୱର ପ୍ରଧାନ କହୁଛି। ଦୀର୍ଘ 2019 ମସିହାରୁ ମୋତେ ପଞ୍ଚାୟତ ପମ୍ପ ହାଉସ୍ରେ ଚଲାଇବା ପାଇଁ ଦାୟିତ୍ୱ ଦେଇଥିଲେ। ସେହି ଦିନଠାରୁ ମୁଁ ଏ ପାଣି ପମ୍ପ ହାଉସ୍ ଚଲାଉଅଛି। ବିଗତ ଦିନରେ କୋଭିଡ଼ ମହାମାରୀ ସମୟରେ ମୋର କାଗଜପତ୍ର ହୋଇଥିଲା ସତ୍ତ୍ୱେ କିନ୍ତୁ ଦରମା ମୁଁ ପାଇନଥିଲି। ଆମର ନୂତନ ସରପଞ୍ଚ ଯିଏ ଏବେ ନିର୍ବାଚିତ ହୋଇ ଆସିଛନ୍ତି ମଙ୍ଗରାଜ ବେହେରା, ତାଙ୍କ ସହିତ ମୁଁ ଯୋଗାଯୋଗ ରଖିଲି। ସେ ମୋତେ ପ୍ରତିଶ୍ରୁତି ଦେଲେ ତୋ କାର୍ଯ୍ୟ ମୁଁ ସମ୍ପୂର୍ଣ୍ଣ ସମାଧାନ କରି ତୋତେ ଦରମା ପ୍ରଦାନ କରିଦେବି। ଦୀର୍ଘ ଆମର 3 ମାସ ହେଲାଣି, ମୁଁ ତ 2 ବର୍ଷ ହେଲାଣି ଦୌଡ଼ୁଛି ପଞ୍ଚାୟତ ପାଖରୁ ବ୍ଲକ ପାଖରୁ ସବୁ ଦୌଡ଼ୁଛି। ବିଡ଼ିଓଙ୍କ ସହିତ ଅଭିଯୋଗ ରଖିଥିଲି। ସରପଞ୍ଚ ମହୋଦୟ ମୋତେ କହିଲେ ଯେ ତୋର କାର୍ଯ୍ୟ ମୁଁ କରିଦେବି, ଆଉ ପ୍ରଥମେ 42,000 ଟଙ୍କା ଆସିବ, ତୁ ମୋତେ ଖର୍ଚ୍ଚ ପାଣି କିଛି ଦିଏ। ମୁଁ ତାଙ୍କୁ ମଙ୍ଗରାଜ ବେହେରା କହିଲେ। ମୁଁ କହିଲି ମୁଁ ଗରିବ ପିଲା, ଏତେ ଦିନ ରହିକରି କାର୍ଯ୍ୟ କରୁଛି, ଟଙ୍କାଟା ପାଇନି, ବହୁତ ହୀନସ୍ତା ହେଇଗଲେଣି, ମୋତେ ପଇସା ମାଗୁଛନ୍ତି, ମୁଁ ତ କାର୍ଯ୍ୟ କରି ମୋ ଆକାଉଣ୍ଟକୁ ପେମେଣ୍ଟ କରିଦିଅନ୍ତୁ, ମୁଁ ଆପଣଙ୍କୁ ଖୁସିରେ କ'ଣ 5, 10, 2, 3 ଏମିତି ଦେବି ବୋଲି ବୁଝେଇବି କହିବି, ହାତ ଗୋଡ଼ ଧରି ନେଉରା ହୋଇ କହିଥିଲି। ମୋତେ ସେ 4 ଜଣଙ୍କର ଦରମା ହେଲା, ମୋର ଦରମା ହେଲା, କିନ୍ତୁ 4 ଜଣ ପଇସା ପାଇଲେ, ମୁଁ ନେଉନ ହେଲି, ହାତ ଗୋଡ଼ ଧରିଲି। ଦରମା କିନ୍ତୁ ଅଲରେଡ଼ି ସରିଯାଇଛି, ଦରମା ଆସିଯାଇଛି 42,000। ମୁଁ ପ୍ରମାଣପତ୍ର ବି ସବୁ ପାଇସାରିଲିଣି। ଯେତେବେଳେ ମୁଁ ଅଭିଯୋଗ ରଖିଲି ବିଡ଼ିଓଙ୍କ ପାଖରେ, ବିଡ଼ିଓ ମଧ୍ୟ ପଞ୍ଚାୟତ ଏକ୍ଜିକ୍ୟୁଟିଭ୍ ଅଫିସରୁ ଡାକିଥିଲେ। ଦୀର୍ଘ ଯେଉଁ ଆମର ଏଇ 10 ତାରିଖରେ ନଭେମ୍ବର 10ରେ ପିଓଙ୍କୁ କହିଲେ ତାଙ୍କୁ ମଙ୍ଗଳବାର ଦିନ ସଭ୍ୟ ସରପଞ୍ଚ ମିଶିକି ତମେ ତା ପଇସାଟି ଦେଇଦେବ। କିନ୍ତୁ ମଙ୍ଗରାଜ ବେହେରା ମୋତେ ଡକେଇଲେ ପଞ୍ଚାୟତକୁ, ମୋତେ ଡକେଇକରି ମୋତେ ଅଶ୍ଳୀଳ ବ୍ୟବହାର ଖରାପ କଲେ ଏବଂ ମାରିବାକୁ ଧମକ ଦେଲେ। କହିଲେ ତୋ କାଗଜପତ୍ର ଚିରି ଦେବି, ତୋ ଚାକିରି ଫାକିରି ଖାଇଯିବି, ଏଇ କଥା କହି ମୋତେ କହିଲେ ତୁ ପ୍ରତିଶ୍ରୁତି ଦେଇଥିଲୁ ଖର୍ଚ୍ଚ ପାଣି ଦେବୁ ବୋଲି, ତୁ କହିଥିଲୁ ଦେବୁ ବୋଲି, କିନ୍ତୁ ଆମକୁ ଏତେ ବିଭିନ୍ନ ବଡ଼ ବଡ଼ ଅଫିସରଙ୍କ ନାଁ ନେଇକରି କହୁଛନ୍ତି ମୁଁ ସେଠି 20,000 ଦେଇଛି, ଏଠି 20,000 ଦେଇଛି, ଆଉ ମୁଁ ମଧ୍ୟ 20,000 ରଖିବି। ସେ ବିଡ଼ିଓଙ୍କ ନାଁ ବି ମୋତେ କହିଲେ ବିଡ଼ିଓ ନେଇଛନ୍ତି ଉମାଶଙ୍କର ବେହେରା। ମୁଁ କହିଲି ବିଡ଼ିଓ ଉମାଶଙ୍କର ବେହେରାଙ୍କ ପାଖକୁ ମୁଁ 10 ଥର ଯାଇଛି, ନାହାନ୍ତି, ତାଙ୍କ ନାଁ କହିକି ମୋ ପଇସା ଅଟକେଇ ଦେଇଛନ୍ତି। ମୁଁ ମାଗିବାରୁ ମୋତେ ପଞ୍ଚାୟତରେ ଗାଳି ଗୁଲଜ କରି ମାରିବାକୁ ହାତ ମଧ୍ୟ ଉଠେଇଛନ୍ତି। ସେଇ 10 ତାରିଖ ଯୋଉ ପଇସା ଯୋଉ ଆସିଛି, ଆଜ୍ଞା କେତେ ଟଙ୍କା ଆସିଛି ତମର? ମୋର ଗୋଟିଏ 42,000 ଟଙ୍କା ଆସିଛି, ତାକୁ ସେ ସରପଞ୍ଚ ଖାଇ ଦେଇଛନ୍ତି, ସମ୍ପୂର୍ଣ୍ଣ ରୂପେ ଖାଇ ଦେଇଛନ୍ତି। ମୋତେ ଡାକିଲେ କହିଲେ ଆଜ୍ଞା, ମୋତେ କହିଲେ ଦସ୍ତଖତ କରିବେ, କର, ପଇସା ଦେବି। ଦସ୍ତଖତ ନେଇ ସାରିଲା ପରେ ଗୋଟେ ଫାଇଲ ମୋତେ ଦେଖେଇଲେ, କହିଲେ ଏଇଠି ଦସ୍ତଖତ କର। ମୁଁ ଦସ୍ତଖତ ଦେଲି। ଦସ୍ତଖତ ଦେଇ ସାରିଲା କହିଲେ ଭାଇ ମୋତେ ପଇସା ଦେଉନାହାନ୍ତି। ନା ଏଇ ମାଧ୍ୟମରେ ତ ପଇସା ଖର୍ଚ୍ଚ ହେଇଯାଇଛି, ଆଉ ଜାନୁଆରୀ ମାସ ବେଳକୁ ତ ପଇସା ଆଇଲେ ତୁ ପାଇବୁ। ମୁଁ ସାର୍ ଗରିବ ଲୋକ, ମୁଁ ହଇରାଣ ହେଉଛି। ଏବେ କେତେ ଟଙ୍କା ଆସିଛି? ଏବେ ପୁଣି କାଳେ 26,000 ଆସିଛି, ମୁଁ ଶୁଣିବାକୁ ପାଉଛି। ଆଉ ଗୋଟେ 26,000 ଆସିଛି, ସେ ବି ନ୍ୟୁନତମ ହେଇଗଣି। ଯାଇଥିଲି କଲେକ୍ଟର ପୋଲିସ ଗ୍ରିଭାନ୍ସ ଦେଇଥିଲି, ସେ ବି କିଛି ସମାଧାନ ମିଳୁନି। ମୁଁ ଦୌଡ଼ି ଦୌଡ଼ି ନୟାନ୍ତ ହେଇଗଣି ସାର୍। ସିଧାସଳଖ ଶୁଣିପାରୁଥିବେ ଯାହା କହୁଛନ୍ତି, ଆମେ କହୁନୁ ଯାହା ସେ କହିଛନ୍ତି, କିନ୍ତୁ ଏଠି କହିବାର ଅର୍ଥ ଏଠି ହେଉଛି କ'ଣ, ଜଣେ ପାଣି ଚାଳକ ଯିଏ ପାଣି ଚଲାଉଛି, ଡ୍ରାଇଭର କୁହାଯାଏ, ସେ ଯେଉଁ ପମ୍ପ ହାଉସ୍ ଅଛନ୍ତି ମାତ୍ର 2,000 ଟଙ୍କା ସେ ମାସକୁ ପାଉଛନ୍ତି। ତା ଦେହରେ ପଇସା ମିଳିଲା ପେଟ ପାଇଁ ନାତ ମାରୁଛନ୍ତି। ସରପଞ୍ଚ ଯାହା ଆପଣ ଶୁଣୁଥିବେ ଯାହା କହୁଛନ୍ତି, ଦୁଃଖର ବିଷୟ। ସେ ସରପଞ୍ଚ ସହିତ ଆମେ ପଚାରିବା କାହିଁ ଆଗ ପଇସା ବନ୍ଦ କରୁଛନ୍ତି, ସେ ବି ଉତ୍ତର ରଖିବେ। ସେ ନେଇକି ଏଠି ଆମେ କହିବାକୁ ଚାହୁଁଛୁ ଯିଏ ଅଛନ୍ତି ସ୍ଥାନୀୟ ବିଡ଼ିଓ ଅଛନ୍ତି କି ପିଓ ଅଛନ୍ତି, ସେ ତଦାରଖ କରିବା ଦରକାର। କାହିଁ ସେ ଲୋକଟି ପଇସା ପାଇନି, ଇଏ ଯେତେବେଳେ ବାର ଜିଲ୍ଲା ଅଫିସ୍ କତରୁ ସବୁଆଡ଼େ ଦୌଡ଼ୁଛି, ହେଲେ ଇଏ ଟଙ୍କାଟା ପାଇପାରୁନାହିଁ। ସାମାନ୍ୟ 2,000 ଟଙ୍କା ମାସକୁ, ମାନେ କହିପାରୁଛନ୍ତି, କହେ ଦିନମାନ ଜଣେ ବନ୍ଦ ହେଉଛି କହିଲେ ଚଳେ। ସକାଳେ ସଞ୍ଜ ସେଠି ରହିବ, ପାଣି ଚଲେଇବ, କିନ୍ତୁ କହିବାକୁ ଦିନମାନ ସାମାନ୍ୟ 2,000 ଟଙ୍କା ଦେଉଛନ୍ତି ତାଙ୍କୁ ପାଣି ପମ୍ପ ହାଉସ୍ ମାନଙ୍କୁ। କିନ୍ତୁ ଏଠି ଯେଉଁ ସରପଞ୍ଚ ଅଛନ୍ତି, ଯେ ଅଛନ୍ତି ଆମର ମଙ୍ଗରାଜ ବେହେରା, କାହିଁ ଏଭଳି ଜଣେ ଗରିବ ଲୋକ ଯେ ନେଲେ ପଇସା ତା ଘର ଚଳିବ, କେଉଁଠି ସୁଧିଆ ଆଣିଥିବ, କେଉଁଠି ଆଣିଥିବ ଘର ଚଳିବା ପାଇଁ, ଯେଉଁଠି କାମ କରୁନି ପାଣି ପମ୍ପ ହାଉସ୍ରେ ଅଛି, ଏ ନେଇକରି ସରପଞ୍ଚ କାହିଁ ଏତେ ତଳକୁ ଖସି ଯାଉଛନ୍ତି। ଗୋଟେ ଗରିବ ଲୋକଙ୍କର ପଇସା ମାଗୁଛନ୍ତି, ଲାଞ୍ଚ ଦିଅ, ପୁଣି ତା ପଇସା ଦେଉନାହାନ୍ତି। କିନ୍ତୁ ଆମେ ଏଠି କହି ରଖୁଛୁ ଯେ ସରପଞ୍ଚ ଆମକୁ ଯଦି 2 ଦିନ ଭିତରେ ଯଦି ପଇସା ନ ଦିଅନ୍ତି, ଆମେ ଷ୍ଟାର ଓଡ଼ିଶା ନ୍ୟୁଜ୍ ପରିବାର ତରଫରୁ ମୁଁ କହୁଛି, ମୁଁ ଯାଇ ଅନଶନରେ ବସିବି ଆଙ୍କ ନାଗି ଜିଲ୍ଲା ଅଫିସରେ।